ଗ୍ୟାସ୍ ଟାଙ୍କି ଫାଟି 2 ବଖରା ଭସ୍ମୀଭୂତ ଲକ୍ଷାଧିକ ଟଙ୍କା ସମ୍ପତ୍ତି ଜଳି ପୋଡ଼ି ପାଉଁଶ। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଡ଼ିଆ ପଞ୍ଚାୟତ ପେଗରପଡ଼ା ଗ୍ରାମରେ ଗ୍ୟାସ୍ ଟାଙ୍କି ଫାଟି 2 ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟା 7ଟା ସମୟରେ ଏହି ଗ୍ରାମର ଜୟଶଙ୍କର ବେହେରାଙ୍କ ଘରେ ରୋଷେଇ ହେଉଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିଯାଇଥିଲା। ପରେ ନିଆଁକୁ ଆୟତ୍ତ କରିବାକୁ ଜୟଶଙ୍କର ଯାଉଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କି ଫାଟି ଛପର ସହିତ ବାହାରି ପଡ଼ିଥିଲା। ପରିବାର ଲୋକ ଭୟଭୀତ ହୋଇ ଘର ବାହାରକୁ ଦୌଡ଼ି ପଳାଇ ଆସିଥିବା ବେଳେ ଜୟଶଙ୍କରଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା। ଏଥିସହିତ ଘରେ ଥିବା ଧାନ, ଚାଉଳ, ଲୁଗା, ଗହଣା ସହିତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ବସ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବାଲେଶ୍ୱର ଜିଲ୍ଲା ବସ୍ତାରୁ ରାଜେଶ ଗିରିଙ୍କ ରିପୋର୍ଟ, ମହିମା ଟିଭି। ମୋ ନାଁ ବିଶ୍ୱନାଥ ରାଉତ। ଆମ ଘର ପାଖ ଜୟଶଙ୍କର ବେହେରାଙ୍କ ଘର ଆଜବେଷ୍ଟର ଘରଟି ଟୋଟାଲ ଯେତିକି ଜିନିଷ ଥିଲା ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତାଙ୍କ ସ୍ତ୍ରୀ ଯେତେବେଳେ ରୋଷେଇ କରୁଥିଲେ ଗ୍ୟାସ୍ ମାଧ୍ୟମରେ ଯେତେବେଳେ ରୋଷେଇ କରୁଥିଲେ ରୁଟି ବନାଉଥିଲେ ଗ୍ୟାସ୍ ପାଇପ୍ଟି ଲିକେଜ୍ ହେଇ ଗ୍ୟାସ୍ଟି ନିଆଁ ଧରି ସମ୍ପୂର୍ଣ୍ଣ ଘରଟି ନଷ୍ଟ ହୋଇଗଲା। ତାଙ୍କର ଇନଭର୍ଟର, ଗ୍ୟାସ୍, 2ଟା ଗଡରେଜ୍ ଥିଲା, ଫ୍ରିଜ୍ ଯାହା ବି ଥିଲା ସବୁ କିଛି ପୋଡ଼ି ନଷ୍ଟ ହୋଇଛି। ଜିନିଷପତ୍ର ସବୁ ନଷ୍ଟ ହୋଇଛି। କଣ ଚାହୁଁଛନ୍ତି, କଣ କହିବାକୁ ଚାହୁଁଛନ୍ତି? ତାଙ୍କର ଯାହା କ୍ଷତି ହେଇଛି ସରକାରଙ୍କୁ ଆମେ ପ୍ରାର୍ଥନା କରିବା ଯେ ତାଙ୍କର ଯାହା କ୍ଷତି ହେଇଛି ତାଙ୍କୁ ଦେବେ। ଦାବି ଫାୟାର ଗାଡ଼ି ଆସି ପହଞ୍ଚିଛି। ଫାୟାର ଗାଡ଼ି ଟିକେ ଲେଟ୍ରେ ପହଞ୍ଚିଲା ଯେହେତୁ ଆମର ରାସ୍ତାର ଟିକେ କମ୍ୟୁନିକେସନ୍ ସୁବିଧା ନାହିଁ। କୁନିସିତା ପଟୁ ବି ଆସିପାରିଲା ନାହିଁ। ମଥାନୀ ଛକ ଦେଇକି ଯେଉଁ ନଦୀବନ୍ଧ ରାସ୍ତାଟା ଅଛି ଠିକ୍ ଠାକ୍ ନାହିଁ, ତ ସେଇଥିପାଇଁ ଫାୟାର ଗାଡ଼ି ବହୁତ ଡିଲେରେ ପହଞ୍ଚିଲା। ଜୟଶଙ୍କର ବେହେରା ଘର କୋଉଠି? ବେଗରପଡ଼ା। ଏଇ ଯେ ଘର ପୋଡ଼ିଗଲା, କାହା ଘର ସେଟା? ନିଜ ଘର। କେମିତି କଣ ନିଆଁ ଲାଗିଲା ଟିକେ? ରୋଷେଇ କରୁଥିଲେ, ଗ୍ୟାସ୍ ରୁଟି କରୁଥିଲେ, ଟାଙ୍କିରେ ଲାଗିକି ନିଆଁଟା ଧରିକି ନିଆଁ ନାଗଲା। କାହାର କଣ କ୍ଷତି? ନା କ୍ଷତି କାହାର କିଛି ଜିନିଷ ପତ୍ର କିଛି ଇଏ କରିବ। କଣ ଜିନିଷ ପତ୍ର ଯାଇଥିବ? ଟୋଟାଲ ଜିନିଷ ଯାହା ଥିଲା ସବୁ ଯାଇଛି। ଟିଭି, ଫ୍ରିଜ୍, ଇନଭର୍ଟର, ଗ୍ୟାସ୍ ଟାଙ୍କିରେ ବ୍ଲାଷ୍ଟ ହେଇଗଲା। ଆଉ ଜିନିଷ ପତ୍ର କିଛି କାଢ଼ିବେନି, ସବୁ ଗଡରେଜ 2ଟା ଥିଲା, ପଲଙ୍କ 2ଟା ଥିଲା, ଧାନ ଚାଉଳ ସବୁ ନଷ୍ଟ ହେଇଯାଇଛି। କେତେ ପାଖାପାଖି ଧାନ ଥିଲା? ହଁ, ଧାନ ଥିଲା 20-25 କୁଇଣ୍ଟାଲ। ଚାଉଳ କମ ଥିଲା, 6-7 କୁଇଣ୍ଟାଲ। ନା कोई केही बेहरा। এই যে ঘর পুড়িগলা কোন তুম ঘর? ହଁ কেমতি কোন নিয়া লাগিলা? କେମିତି କଣ ନିଆଁ ଲାଗିଲା? ମୁଁ ଆସିଥିଲି, ମୁଁ ଝିଅ ପାଖରେ ସେଠି ଘର ରହୁଛି। ମୁଁ ଆସିଥିଲି କ୍ଷୀର ଦେଇତେ ଛୁଆ ମାନଙ୍କ ପାଇଁ। ବୋହୁ ରୁଟି ଦଳୁଥିଲା ଗ୍ୟାସ ଦେଇକି। ଇଏ ହେଇଛି, ମୁଁ ଆଉ ନଥିଲି। ମୁଁ ଯେତେବେଳେ ହୁ ହୁ ଡାକିଲା ସେତେବେଳେ ମୁଁ ଆସିଲା ବେଳକୁ ନିଆଁ ପୁରା ଜଳି ଯାଇଛି। ଭାଜୁରୁ ଗୋଟେ ବାଷ୍ଟ ହେଲା, ଶବ୍ଦ ହେଲା ଜୁର। ଅନୁମାନ ଗ୍ୟାସ ଟାଙ୍କି ପୋଡିଛି ଘର? ଆଜ୍ଞା, ଘର କଣ କ୍ଷତି ହେଇଛି? ସବୁ କିଛି ନାହିଁ। ହାଇ ଗହଣା ପତ୍ର ସବୁ ଚାଲି ଯାଇଛି। ଜିନିଷ ଯାହା ନାସନ କଂସା ବାସନ ସବୁ କିଛି ପଳେଇ ଯାଇଛି। କିଛି ନାହିଁ। କଣ କହିବେ ସରକାରକୁ? ସରକାରକୁ କଣ ମାଗିବି? ସରକାର କଣ ଦେବେ? ମୁଁ ସେଇଟା ତ ଇଏ କରିପାରିବିନି। ଦେବେ, ମୋ ସର୍ବସ୍ୱ ତ ଚାଲିଗଲା। ଦେବେ ସରକାର, ଦେଇପାରିବେ? ଗହଣା ପତ୍ର, ଝିଅର ଗହଣା ପତ୍ର, ଝିଅ ତ ସେଠି ପଲା ଘର କରିକି ରହିଛି। ଖାଲି ରାନ୍ଧା ସବୁ ଜିନିଷ ଏଇଠି। ପୁଅର ସବୁ, ଝିଅର ସବୁ, ପୁଅ ଶ୍ୱଶୁରର, ଝିଅ ଶାଶୁର ଜିନିଷ ସବୁ ଏଇଠି ଥିଲା। ସବୁ ଜିନିଷ ପୋଡି ଯାଇଛି। ଲୁଗା ପଟା, ଯାନ ଆସନ ସବୁ କିଛି ଗୋଟେ ଇଏ କରି କେମିତି ରହିବେ? ଗଛ ମୂଳ ବାସ, କଣ କରିବି? କେମିତି ରହିବି? ଲୋକ କିଏ ଶୀତ ଦିନର କିଏ ଘୁଡିତେ ଦବ, କିଏ ପିନ୍ଧିତେ ଦବ, କିଏ କିସ କରିତେ ଦବ?